ନମସ୍କାର। ପିଲାମାନେ କେମିତି ଅଛ? ଯାହା ହଉ ଭଲ ଅଛ। ମୁଁ ବି ଭଲ ଅଛି। ଆସ ପିଲାମାନେ, ଆଜି ଆମେ ସମସ୍ତେ ବସିକି କଥା ହେବା। ବହୁତ ଗୁଡ଼ିଏ ଚିତ୍ର ଦେଖିବା। ଚିତ୍ରରେ କ'ଣ ସବୁ ଅଛି, ପର୍ବପର୍ବାଣୀ ବାକି ସବୁ କ'ଣ କେତେବେଳେ ପାଳନ ହୁଏ, ଆମେ ସମସ୍ତେ ସେ ଚିତ୍ର ଦେଖିବା ଆଉ ପର୍ବପର୍ବାଣୀ ବିଷୟରେ ଜାଣିବା। ହେଲା, ଆସ ପିଲାମାନେ ମୋ ପାଖରେ ବସ। ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, ଅଳିଅ ଝଟ ମୋ ସବୁ ସହିବ, ଅଳିଅ ଝଟ ମୋ ସବୁ ସହିବ, ବାପା ପରି ମୋର କିଏ ସେ ହେବ, ବାପା ପରି ମୋର କିଏ ସେ ହେବ, ମଥାକୁ ଆଉଁସି ସାହସ ଦେବ, ମଥାକୁ ଆଉଁସି ସାହସ ଦେବ, ଭଉଣୀ ପରି ମୋ କିଏ ସେ ହେବ, ଭଉଣୀ ପରି ମୋ କିଏ ସେ ହେବ, ଋଷି ବସିଥିଲେ ହସେଇ ଦେବ, ଋଷି ବସିଥିଲେ ହସେଇ ଦେବ, ଆଈ ପରି ମୋର କିଏ ସେ ହେବ, ଆଈ ପରି ମୋର କିଏ ସେ ହେବ, ଗପ କହି ମତେ ଶୁଆଇ ଦେବ, ଗପ କହି ମତେ ଶୁଆଇ ଦେବ। ଶୁଣିଲ ପିଲାମାନେ, ସୁନ୍ଦର ଲାଗୁଛି ନା? ଆମେ ଆଉ ଥରେ ଏଇ ଗୀତଟିକୁ ଗାଇବା। ଆଉ ଥରେ ଗାଇବା। ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, ଅଳିଅ ଝଟ ମୋ ସବୁ ସହିବ, ଅଳିଅ ଝଟ ମୋ ସବୁ ସହିବ, ବାପା ପରି ମୋର କିଏ ସେ ହେବ, ବାପା ପରି ମୋର କିଏ ସେ ହେବ, ମଥାକୁ ଆଉଁସି ସାହସ ଦେବ, ମଥାକୁ ଆଉଁସି ସାହସ ଦେବ, ଭଉଣୀ ପରି ମୋ କିଏ ସେ ହେବ, ଭଉଣୀ ପରି ମୋ କିଏ ସେ ହେବ, ଋଷି ବସିଥିଲେ ହସେଇ ଦେବ, ଋଷି ବସିଥିଲେ ହସେଇ ଦେବ, ଆଈ ପରି ମୋର କିଏ ସେ ହେବ, ଆଈ ପରି ମୋର କିଏ ସେ ହେବ, ଗପ କହି ମତେ ଶୁଆଇ ଦେବ, ଗପ କହି ମତେ ଶୁଆଇ ଦେବ। ଆଚ୍ଛା ପିଲାମାନେ, ବଢିଆ କବିତାଟି ହେଇଛି ନା? ଶୁଣିଲ ନା? ତମେ ମାନେ ତାପରେ ମୁଁ ଗାଇଲେ ତମେ ଗାଇବ, ହେଲା? ମୁଁ ଗାଇଲେ ତମେ ଗାଇବ। ମା ପରି ମୋର କିଏ ସେ ହେବ, ମା ପରି ମୋର କିଏ ସେ ହେବ, ଅଳିଅ ଝଟ ମୋ ସବୁ ସହିବ, ଅଳିଅ ଝଟ ମୋ ସବୁ ସହିବ, ବାପା ପରି ମୋର କିଏ ସେ ହେବ, ବାପା ପରି ମୋର କିଏ ସେ ହେବ, ମଥାକୁ ଆଉଁସି ସାହସ ଦେବ, ମଥାକୁ ଆଉଁସି ସାହସ ଦେବ, ଭଉଣୀ ପରି ମୋ କିଏ ସେ ହେବ, ଭଉଣୀ ପରି ମୋ କିଏ ସେ ହେବ, ଋଷି ବସିଥିଲେ ହସେଇ ଦେବ, ଋଷି ବସିଥିଲେ ହସେଇ ଦେବ, ଆଈ ପରି ମୋର କିଏ ସେ ହେବ, ଆଈ ପରି ମୋର କିଏ ସେ ହେବ, ଗପ କହି ମତେ ଶୁଆଇ ଦେବ, ଗପ କହି ମତେ ଶୁଆଇ ଦେବ। ବଢିଆ ଗାଇଲ ପିଲାମାନେ, ବହୁତ ସୁନ୍ଦର ଲାଗିଲା, ବହୁତ ବଢିଆ ହେଇଛି ନା? ଆଚ୍ଛା, ଏଇ କବିତାରେ କିଏ କିଏ ଅଛନ୍ତି କହିଲ? କିଏ କିଏ ଅଛନ୍ତି? ମା ଅଛନ୍ତି, ହଁ, ମା ଅଛନ୍ତି, ଆଉ ବାପା ଅଛନ୍ତି, ଆଉ ଭଉଣୀ ଅଛନ୍ତି, ଭଉଣୀ ଅଛନ୍ତି, ଆଉ ଭାଇ ଅଛନ୍ତି, ଆଈ ଅଛନ୍ତି, ଆଈ ନାଇଁ ଅଛନ୍ତି, ଆଈ ଅଛନ୍ତି, ନୁହେଁ? ହଁ। ବହୁତ ବଢିଆ କହିଲ। ଆଚ୍ଛା, ଆମେ ଏ ଯୋଉ କବିତା ଗାଇଲେ, ପ୍ରଥମେ ଅଛି ମା ପରି ମୋର କିଏ ସେ ହେବ, ନାଇଁ କି? ମା ଭଳି କିଏ ହେଇପାରେ କି? ନା କେହି ଦିଦି। ବି ହେଇପାରିବେନି, ନୁହେଁ? ଠିକ। ଆଚ୍ଛା, ଆଉ ବାପା ଭଳି ମଧ୍ୟ କେହି ହେଇପାରିବେନି, ନା ନୁହେଁ କି? ଦିଦି। ଭଉଣୀ ବି ବହୁତ ବଢିଆ,
ତୁମ ଘରେ ଭଉଣୀ ଅଛନ୍ତି ନା? ହଁ ଦିଦି। ଭଉଣୀ ତୁମ ହାତରେ ରାକ୍ଷୀ ବାନ୍ଧେ ନା? ହଁ ଦିଦି। ଅଳି ଅଝଟ କରେ, ହଁ ଦିଦି। ରୁଷି ବସେ, ହଁ ଦିଦି। ନୁହେଁ କି? ଆମେ ମିଶିକି ବି ଖେଳୁ ଦିଦି। ହଁ, ମିଶିକି ଖେଳ ନାଇଁ? ହଁ, ଆଉ ଆଈ ବି ଅଛନ୍ତି ନା? ହଁ ଦିଦି। ହଁ, ଆଈ ମତେ ବହୁତ କେବେ କେବେ ଗପ ବି ଶୁଣାନ୍ତି ସେ। ଶୁଣାନ୍ତି ନା? ସେ କବିତାରେ ବି ସେମିତି ଅଛି, ନୁହେଁ କି? ଆଚ୍ଛା, ମୁଁ କେତୋଟି ପ୍ରଶ୍ନ ପଚାରିବି, କହିବ ହେଲା? ହଁ ଦିଦି। କବିତାରେ କୁହାହେଇଛି, ଅଳି ଅଝଟ ମୋ ସବୁ ସହିବ। ଏଇ ଅଳି ଅଝଟ କିଏ ସହିବ ବୋଲି କହିଛନ୍ତି? ମା ସହେ ଦିଦି। ହଁ, ଆମେ ମା ପାଖରେ ଅଳି ଅଝଟ କରୁନା? ହଁ ଦିଦି। ତୁମେ କେବେ ଅଳି ଅଝଟ କରିଛ? ହଁ କରିଛି ମା ଦିଦି। ପାଖରେ ନା? କଣ ପାଇଁ କରିଛ? ମୋର ଗୋଟେ ଥର ମନେ ପଡୁଛି, କମ୍ପାସ ଦରକାର ଥିଲା। ହଁ। ମୁଁ ସେଇଥିପାଇଁ କହିଲି, ଆଣିଲେନି, ହଁ, ତେଣୁ ମୁଁ ଅଳି କରିଥିଲି। ଅଳି କଲ ନା? ହଁ, ଆମେ ମା ପାଖରେ ହିଁ ବହୁତ ଅଳି କରୁ, ଅଳି ଅଝଟ କରୁ। ମା ତାପରେ ଆମର ଇଚ୍ଛାଟାକୁ ପୁରା କରନ୍ତି, ନୁହେଁ କି? ହଁ ଦିଦି। ଯାହା ବି ଖାଇବାର ଇଚ୍ଛା ଥିଲେ ଅଳି ଅଝଟ କର, ଯାହା ଦରକାର ଥିଲେ ଅଳି ଅଝଟ କର, କୁଆଡେ ଯିବାର ଥିଲେ ଅଳି ଅଝଟ କର, ନୁହେଁ କି? ହଁ ଦିଦି। ହଁ। ତାପରେ ଏଠି କୁହାହେଇଛି, ମଥାକୁ ଆଉଁସି ସାହସ ଦେବ। ଏଇଠି କିଏ ମଥାକୁ ଆଉଁସି ସାହସ ଦେବେ କହିଛନ୍ତି? ବାପା ଦିଅନ୍ତି ଦିଦି। ହଁ, ବାପା ଦିଅନ୍ତି, ନୁହେଁ କି? କେବେ କେବେ ଆମ ହୁଁ, ଶିକ୍ଷକ ବି ମଧ୍ୟ ମତେ ମଥାକୁ ଆଉଁସି ଦିଅନ୍ତି। ଦିଅନ୍ତି ନା? ହୁଁ। ବହୁତ ବଢିଆ, ବହୁତ ଭଲ ଶିକ୍ଷକ ମାନେ। ତୁମେ 10 ରୁ 4 ସ୍କୁଲରେ ରହୁଛ, ନୁହେଁ କି? ହଁ ଦିଦି। ଆଉ ସାର୍ ମାନେ ତୁମର ଯେତେ ବିପଦ ଆସିଲେ, ଯେତେ ଅସୁବିଧା ହେଲେ, ଯେତେ ଦୁଃଖ ହେଲେ, ତୁମ ମାନଙ୍କୁ ସେ ସାହସ ଦିଅନ୍ତି, ନୁହେଁ କି? ହଁ ଦିଦି। ଏଠି କବିତାରେ କୁହାଯାଇଛି, ମଥାକୁ ଆଉଁସି ସାହସ ଦେବ। ବାପା ଆମକୁ ସବୁବେଳେ ମଥାକୁ ଆଉଁସି ସାହସ ଦିଅନ୍ତି। ସାହସ ଦିଅନ୍ତି ନା? ହଁ ଦିଦି। ତୁମେ କେତେବେଳେ ଭାଙ୍ଗି ପଡିଲେ, ବାପା ପିଠି ଥପଥପେଇକି ମଥା ଆଉଁସି ସାହସ ଦିଅନ୍ତି ନା? ହଁ ଦିଦି। ହଁ, ସେମିତି। ତାପରେ ଏଇଠି ଲେଖା ହେଇଛି, ରୁଷି ବସିଥିଲେ ହସେଇ ଦେବ। କିଏ ଆମ ଘରେ ବହୁତ ରୁଷନ୍ତି କହିଲ? ମୁଁ ତ ବେଶୀ ରୁଷେ। ମୋ ହଁ, ଛୋଟ ଭାଇ, ଛୋଟ ଭଉଣୀ ବି ରୁଷନ୍ତି। ଭଉଣୀ ବି ବହୁତ ରୁଷେ, ନୁହେଁ? ହୁଁ। ଏଠି କବିତାରେ କିଏ ରୁଷେ ବୋଲି ଲେଖା ହେଇଛି? ଏଠି କବିତାରେ ମୋର ଭଳି ପିଲାଟିଏ ରୁଷେ ବୋଲି ଲେଖା ହେଇଛି। ଭଉଣୀ ବହୁତ ରୁଷେ ବୋଲି ଲେଖା ହୁଁ। ହେଇଛି, ନାଇଁ କି? ସାଧାରଣତଃ ଘର ଝିଅ ମାନେ ବହୁତ ରୁଷନ୍ତି, ମୁହଁ ଫୁଲାନ୍ତି, ନୁହେଁ କି? ହଁ ଦିଦି। ମୁହଁ ଫୁଲେଇକି ବସନ୍ତି, ମୋର ଏଇଟା ହେଲାନି, ସେଇଟା ହେଲାନି, ମତେ ଭାଇ ଗାଳି ଦେଲା, ମତେ ଭାଇ ପିଟିଲା, ମୋ ଜିନିଷ ନେଇଗଲା ବୋଲି ରୁଷି ବସେ। ରୁଷି ବସେ ନା? ହଁ ଦିଦି। ବହୁତ ରୁଷେ, ମୁହଁକୁ ଫୁଲେଇ ଦିଏ, ତା ଜିନିଷ ପାଇଗଲେ ଫେର ହସି ଦିଏ, ନାଇଁ କି? ହଁ ଦିଦି। ହଁ, ଭଉଣୀ। ତାପରେ ତମେ ରୁଷି ବସିଲେ, ଭଉଣୀ ତମକୁ ହସେଇ ଦିଏ, ନାଇଁ କି? କାହିଁକି ତୁ ରୁଷିଛୁ ବୋଲି ତମକୁ ସେଇ ଜିନିଷ ଦେଇ, କଣ କହି ତମକୁ ହସେଇ ଦିଏ, ନାଇଁ ହଁ କି? ଦିଦି। ତୁମେ ରୁଷି ବସିଲେ ଭଉଣୀ ହସେଇ ଦିଏ। ତାପରେ ଆଈ ତୁମକୁ ଗପ କହୁଛନ୍ତି ବୋଲି କହିଥିଲ ନା? ହଁ ଦିଦି। ନୁହେଁ କି? କବିତାରେ ବି ଲେଖା ହେଇଛି, ଗପ କହି ମତେ ଶୁଆଇ ଦିଏ। କିଏ ସେ ଗପ କହି ଶୁଆଇ ଦଉଛନ୍ତି? ଆଈ। ଆଈ ଏଠି ଗପ କହିକି ଶୁଆଇ ଦଉଛନ୍ତି, ନାଇଁ କି? ହଁ ଦିଦି। ଅର୍ଥାତ୍ ଆଈ ଯେତେବେଳେ ସୁନ୍ଦର ସୁନ୍ଦର ଗପ କହୁଛନ୍ତି, ତୁମକୁ ନିଦ ମାଡି ଆସୁଛି ନା? ହଁ ଦିଦି। ନିଦ ମାଉସୀ ଆସି ଯାଉଛି, ହଁ ତମେ ଦିଦି। ଶୋଇ ପଡୁଛ, ନାଇଁ? ହଁ ଦିଦି। ବହୁତ ବଢିଆ ପିଲାମାନେ, ତୁମେ ଜାଣିଲ। ତାହେଲେ ଏଠି ଆମ ଘରେ କିଏ କିଏ ରୁହନ୍ତି, ତୁମ ଘରେ କିଏ କିଏ ରୁହନ୍ତି, ଟିକେ କଥା ହବା। ଆମ ଘରେ ବାପା ରୁହନ୍ତି, ହଁ, ମା ରୁହନ୍ତି, ହଁ, ଆଉ ଜେଜେ ରୁହନ୍ତି, ହଁ, ଜେଜେମା ରୁହନ୍ତି, ହଁ। ଆଉ କକା ରୁହନ୍ତି, ହୁଁ, ଖୁଡି ରୁହନ୍ତି, ବଢିଆ। ମୋ ଭାଇ ଅଛନ୍ତି, ହୁଁ, ଭଉଣୀ ଅଛନ୍ତି, ହୁଁ। ଆଉ ଆଉ ସମସ୍ତେ ଅଛନ୍ତି, ବଡ ବାପା ବି ଅଛନ୍ତି ନା? ହଁ, ଦିଦି। ବହୁତ ବଢିଆ। କେତେ ଜଣ ଅଛନ୍ତି, ନାଇଁ? ବାପା ଅଛନ୍ତି, ମା ଅଛନ୍ତି, ଆଈ ଅଛନ୍ତି, ଜେଜେ ଅଛନ୍ତି, ଜେଜେମା ଅଛନ୍ତି, କକା, ଖୁଡି, ଆଉ ଆମ ବଡ ବାବା। ଶ୍ରେଣୀର ଯୋଉ ରାହୁଲ ପଢୁଛି, ହଁ, ତାଙ୍କ ଘରେ ତାଙ୍କ ଗୋସେଇଁ ବାପାଙ୍କର ବାପା ବି ଅଛନ୍ତି। ମୁଁ ଅଛନ୍ତି। ଦେଖିଛି, ବହୁତ ବାପରେ, ବୁଢା ହେଇଗଲେଣି, ତଥାପି ଅଛନ୍ତି ସିଏ। ନା? ଓହୋ, ସେ ଯୋଉ ବଙ୍କୁଲି ବାଡି ଧରି ଚାଲୁଛନ୍ତି, ସିଏ ନା? ହଁ ଦିଦି। ହଁ, ମୁଁ ବି ଦେଖିଛି। ସେ ବି, ବାପରେ, ଗୋସେଇ ବାପାଙ୍କର ବାପା ବି ଅଛନ୍ତି। ବହୁତ ବଢିଆ। ସମସ୍ତେ ଏକା ଜାଗାରେ ରୁହନ୍ତି। ଆଉ ଦିଦି, ଆମ ହୁଁ, ମାମୁଁ ଘରେ ହୁଁ। ଆଈ ଅଛନ୍ତି, ହଁ, ମାମୁଁ ଘରେ ଆଈ ଅଜା ଅଛନ୍ତି, ଅଜା ଅଛନ୍ତି, ମାମୁଁ ଅଛନ୍ତି, ମାମୁଁ ଅଛନ୍ତି, ମାଇଁ ଅଛନ୍ତି, ମାଇଁ ଅଛନ୍ତି। ଆଉ
ମୋର ତ 2-3ଟା ମାମୁଁ ଅଛନ୍ତି, ହଁ ମାଉସୀ ଅଛନ୍ତି, ଆଚ୍ଛା ଆଉ ଆମର ହୁଁ। ମୋ ବୋଉଙ୍କର ବଡ଼ ଭଉଣୀ ଅଛନ୍ତି, ଆରେ ବା ହଁ ଆଉ ସମସ୍ତେ ଅଛନ୍ତି। ହଁ ବୋଉଙ୍କର ବଡ ଭଉଣୀ ବଡ ମାଉସୀ କୁହନ୍ତି ନୁହେଁ କି? ହଁ ଦିଦି। ବଡ ମାଉସୀ ବି ଅଛନ୍ତି। ଆଚ୍ଛା ବହୁତ ବଢିଆ। ଏତେ ଜଣ ଅଛନ୍ତି। ମାମୁଁ ଘର ଅଲଗା ଜେଜେ ଘର ଅଲଗା ନୁହେଁ? ହଁ ଦିଦି। ମାମୁଁ ଘର ହଉଛନ୍ତି କାହାର ପରିବାର ସେଇଟା? ମାଙ୍କର। ମାଙ୍କର ପରିବାର। ମାଙ୍କର ମା ବାପା ଭାଇ ଭଉଣୀ ସବୁ ଅଛନ୍ତି ନୁହେଁ? ହଁ ଆଉ ଦିଦି। ଜେଜେ ଜେଜେବାପା କକା ଖୁଡି ଏମାନେ ବାପାଙ୍କର ପରିବାର ଆମର ନୁହେଁ କି? ହଁ ଦିଦି। ବାପାଙ୍କର ପରିବାର। ଏମିତି ସମସ୍ତେ ମିଳିମିଶିକି ଚଳନ୍ତି, ଏକାଠି ରୁହନ୍ତି, ଏକାଠି ଖାଆନ୍ତି, ଏକାଠି ବସନ୍ତି, ଏକାଠି ପର୍ବ ପାଳନ କରନ୍ତି। କରନ୍ତି ନା? ହଁ ଦିଦି। ତମେ ନୂଆଖାଇ ଦିନ ବି ସେମିତି ସମସ୍ତେ ମିଶିକି ଖାଅ ନା? ହଁ ମିଶିକି ବସୁ। ବସ ମିଶିକି ପୂଜା କର, ମିଶିକି ଖାଅ ନୁହେଁ କି? ହଁ ଦିଦି। ସେଇଟା ସମସ୍ତେ ଏକାଠି ରହିବା, ସବୁ ପରିବାରର ସଦସ୍ୟ ତାଙ୍କୁ ଆମେ କଣ କହୁ? ଆମର ପରିବାର ନୁହେଁ କି? ହଁ ଦିଦି। ଆମ ପରିବାର। ଆଚ୍ଛା କାଲି କି ତୁମ ମାନଙ୍କ ପାଇଁ କାମ ଅଛି। ତୁମେ ଏମିତି ଏଇ ଗୀତଟିକୁ ପୁଣି ଥରେ ବୋଲିବ ମୋ ଆଗରେ ହେଲା। ହଁ ଦିଦି। ଆଉ ଯୋଉମାନେ କାହା ଘରେ କିଏ କିଏ ରହୁଛନ୍ତି ସବୁ ପଚାରିକି ଆସିକି ମତେ କହିବ ହଁ ଦିଦି। ହେଲା। ସମସ୍ତଙ୍କ ଘରେ ଏତେ କକା ଏତେ ଖୁଡି ଥିବେ ନଥିବେ ନୁହେଁ କି? ହଁ ଦିଦି। ଯାହା ଘରେ ଯେତିକି ପରିବାର ସଦସ୍ୟ ଅଛନ୍ତି ସମସ୍ତେ କହିବ ହେଲା ହଁ ନା ଦିଦି। ପିଲାମାନେ? ହଁ ହଁ ଦିଦି। ଆଉ ଏ ଚିତ୍ର ଭଲ ଭାବେ ଦେଖିଥିବ, ସେ ଚିତ୍ର ବିଷୟରେ କହିବ। ହଁ ହଁ ଦିଦି। ସବୁ ଆଉ ପରିବାର ସଦସ୍ୟଙ୍କ ବିଷୟରେ କହିବ। ହଁ ବୁଝିପାରିଲ ଦିଦି। ପିଲାମାନେ? ହଁ ଦିଦି। ହଉ ଠିକ ଅଛି। ବହୁତ ବଢିଆ ପିଲାମାନେ, ବହୁତ ଗୁଡେ ଚିତ୍ର ଦେଖିଲ, ବହୁତ ବିଷୟରେ ଜାଣିଛ। ତୁମ ଅନୁଭୂତିରୁ କେତେ ଗୁଡେ ପର୍ବପର୍ବାଣି ବିଷୟରେ ମଧ୍ୟ ତୁମେ କହିଲ। ବହୁତ ଗୁଡେ ପର୍ବ ପାଳନ କରୁଛ ତମେ ମାନେ, ସେ ପାଳନ କରିବା ବିଷୟରେ ବି କହିଲ। ବହୁତ ଭଲ ଲାଗିଲା। ଆମେ ଏ ଯେଉଁ ପର୍ବପର୍ବାଣି ପାଳନ କରୁ, ଦଶହରା, ଦୀପାବଳି, ହୋଲି, ରଥଯାତ୍ରା, କାର୍ତ୍ତିକ ପୂର୍ଣ୍ଣିମା, ଏସବୁ ବହୁତ କିଛି ପର୍ବପର୍ବାଣି ଆମେ ପାଳନ କରୁ। ଏ ଓଡ଼ିଶାର ମୁଖ୍ୟ ପର୍ବପର୍ବାଣି ଗୁଡ଼ିକ। ଆଉ ତୁମେମାନେ ମଧ୍ୟ ପାଳନ କରୁଛ କହିଲ, ବହୁତ ଭଲ ଲାଗିଲା। ବହୁତ ବଢ଼ିଆ। ଆଉ ବହୁତ ବଢ଼ିଆ ଉତ୍ତର ଗୁଡ଼ାକ ଦେଲ। ଆଉ କେଉଁ ପର୍ବପର୍ବାଣି ମାନେ ତୁମେ ସମସ୍ତେ ଗାଁରେ ମିଳିମିଶି ପାଳନ କରୁଛ, ସେଗୁଡ଼ାକ ଆସିକି କାଲି ମୋତେ କହିବ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।